हेलो। हेलो। हाँ हेलो, किए कहूଥିଲେ? हेलो सर, मैं जियो ऑफिस ରୁ କହୁଥିଲି। हाँ कौन है? ଆପଣଙ୍କର ଏଇ ନମ୍ବରରେ ରିଚାର୍ଜ ସରିଯାଇଛି, ଆପଣ ଏଇ ନମ୍ବରଟାକୁ ଚାଲୁ ରଖିବେ ନା ଆମେ ବନ୍ଦ କରିଦେବୁ? ତମେ ତମେ ପୂଜା ନା? ତମ ଭଏସ ଶୁଣିଲା ଭଳିଆ ଲାଗୁଛି। ସାର୍ କାଇଣ୍ଡଲି ଶୁଣନ୍ତୁ, ଆପଣ ଯାହା ଭାବୁଛନ୍ତି ମୁଁ ସିଏ ନୁହେଁ। ମୁଁ ଜିଓ ଆରେ ଅଫିସରୁ ଫୋନ କରୁଛି। ହଁ ପୂଜା କହ, ତୁ ନମ୍ବର ଚେଞ୍ଜ କରି କଲ୍ କରୁଛୁ ଜିଓ ଇଏ କଷ୍ଟମର କେୟାର ନା? ମତେ ପାଗଳ ଭାବୁଛୁ ନାଇଁ? ଆଉ କଣ କରୁଛୁ? ଆରେ ଭଲ ତ? ହ୍ୟାଲୋ। ମୁଁ କୋଉଠି ପୂଜା ନୁହେଁ ସାର୍, ମୁଁ ଜିଓ ଅଫିସରୁ ଆପଣଙ୍କୁ କଲ୍ କରିଥିଲି ଆପଣଙ୍କ ନମ୍ବର ଭେରିଫିକେସନ ପାଇଁ। କଣ କହୁଛ? କଣ କରୁଛ କହିଲ? କଣ କରୁଛ ପୂଜା କୁହ? କଣ ନମ୍ବର ଚେଞ୍ଜ କରି କଣ ମୁଁ କଲ୍ କରୁଛ? କୌଣସି ମୁଁ କଣ ପୂଜା ଜାଣିପାରୁନି। ନୁହେଁ। ଆଉ ତମେ ସାର୍ କିଏ? ଟିକେ କାଇଣ୍ଡଲି ଶୁଣନ୍ତୁ, ମୁଁ ପୂଜା ନୁହେଁ, ମୁଁ ଜିଓ ଅଫିସରୁ ଆପଣଙ୍କୁ କଲ୍ କରିଛି। ହସ୍, ମୁଁ କହୁଛି ମୁଁ ତମ ଆପଣଙ୍କ କୌଣସି ପର୍ସନାଲ ମ୍ୟାଟରରେ ଇଣ୍ଟରଫାୟର କରୁନି ସାର୍। ଆପଣ ଦୟାକରି କୁହନ୍ତୁ, ଆପଣ ଏଇ ନମ୍ବରଟାକୁ ରଖିବେ ନା ଆମେ ଅଫିସ ତରଫରୁ ଆପଣଙ୍କ ହେସ୍, ନମ୍ବରଟାକୁ ବ୍ୟାନ୍ କରିବୁ? ଶୁଣ ମୋ କଥାଟା ଶୁଣ। ମୁଁ ଜାଣିଛି ତମ ସହିତ ମୁଁ ଆଗରୁ କଥା ହେବି, ତମେ ମତେ କଣ ଭାବୁଛ ମୁଁ ଟିକେ ଉଲା ଟିକେ ନା କଣ? ତମେ ନମ୍ବର ଶୁଣନ୍ତୁ ଚେଞ୍ଜ କର। ଆପଣ ଶୁଣ ମୁଁ କହୁଛି, ଶୁଣ ଖାଲି ଶୁଣ। ମୁଁ ନମ୍ବର ଚେଞ୍ଜ କରି ତମେ କଲ୍ କରୁଛ, ମୁଁ କଣ ଜାଣିପାରିବିନି? କଣ ସାର୍ କରୁଛ ଆପଣ କଣ? ଯିଏ ବି ହୁଅନ୍ତୁ, ମୁଁ କୌଣସି ପୂଜା ନୁହେଁ। ଆଉ ମୁଁ ଦିହ ଆପଣଙ୍କୁ ବାର ବାର ଆଉ କହୁଛି ଦିହ ମୁଁ ଭଲ ଜିଓ ଅଛି? ଅଫିସରୁ ହ୍ୟାଲୋ ଫୋନ କରିଛି। ପୂଜା, ଦିହ ଭଲ ଅଛି? ମୁଁ ପୂଜା ନୁହେଁ। ପୁଣି କଣ ପାଇଁ ମୁଁ ଚିହ୍ନିଛି ତମକୁ, ଜାଣିଛି ତମେ କଣ ଏମିତି କହୁଛ ଯେ? ମୁଁ ଆପଣଙ୍କୁ ଆଉ ଥରେ କହିଦଉଛି, 7729582200 ନମ୍ବରଟା ଆପଣଙ୍କର ତ? ହଁ ଏଇଟା ମୋ ନମ୍ବର, କଣ ହେଲା ଏଠି? ଆପଣ 3 ମାସ ହେଲା ଏଥିରେ ରିଚାର୍ଜ କରୁନାହାନ୍ତି, ତ ଆପଣ ଏଇ ନମ୍ବରଟାକୁ ରଖିବେ ନା ରଖିବେନି? ଆରେ ଶୁଣ ସେଇଟା ମୋ ପୁରୁଣା ନମ୍ବରଟା, ଏଇଟା ମୋ ନୂଆ ନମ୍ବରଟା। ତମେ ଜାଣିକି କଲ୍ କରୁଛ। ଆଉ ଦେହ ହାତ ଭଲ ଅଛି? ବାଇ ଦ ୱେ ସାର୍, ମୁଁ ପୂଜା ନୁହେଁ। ମୁଁ ଆପଣଙ୍କୁ କୌଣସି ପର୍ସନାଲ ମ୍ୟାଟରରେ ଇଣ୍ଟରଫେୟର କରିବାକୁ ଚାହୁଁନି। ଆପଣ ଖାଲି କୁହନ୍ତୁ ଆପଣଙ୍କ ନମ୍ବରଟା ରଖିବେ ନା ନାଇଁ, ତ ମୁଁ ଖାଇସାରିଲଣି ଆପଣଙ୍କୁ ନା? କଲ୍ ହ୍ୟାଲୋ, କରି ବ୍ୟାକ୍ କରିବି। ଖାଇସାରିଲଣି ନା? ମୁଁ ଆପଣଙ୍କୁ ବାର ବାର କହୁଛି, ମୁଁ ପୂଜା ନୁହେଁ। ଶୁଣ, ଖାଇସାରିଲଣି ନା? କଣ କହୁଛ? ମୁଁ ଖାଇସାରିଲଣି ନା? ଶୁଭୁଛି ନା? ହ୍ୟାଲୋ। ହ୍ୟାଲୋ। ଆପଣଙ୍କୁ ଲାଷ୍ଟ ଟାଇମ୍ ପାଇଁ କହୁଛି, ମୁଁ ନମ୍ବର ଭେରିଫିକେସନ କରିବା ପାଇଁ ଜିଓ ଅଫିସରୁ କଲ୍ କରିଥିଲି। ହଉ ଛାଡ। ଆଉ ଘରେ କେମିତି ଅଛନ୍ତି? ଭଲ ଅଛନ୍ତି ତ? ମୁଁ ଶୁଭୁ ଆପଣଙ୍କୁ ବାର ବାର କହି ଚାଲିଛି, ମୁଁ ଆପଣଙ୍କର କୌଣସି ପର୍ସନାଲ ଲାଇଫରେ ଇଣ୍ଟରଫେୟର କରିବାକୁ ଚାହୁଁନି। ତମେ ସେଇ ଗୋଟେ କଥା କାହିଁ କହୁଛ ବାରମ୍ବାର? ଆଉ କିଛି କଥା ନାହିଁ କି? ମୁଁ ଜାଣିଛି ତମେ ପୂଜା, ସେ ଗୋଟେ କଥାକୁ କାହିଁ କହୁଛ? ମତେ ଭଲ ଲାଗୁନି, ଆଉ ସାର୍ କିଛି ନୂଆ କଥା ଶୁଣନ୍ତୁ, କୁହ। ଆପଣଙ୍କ ପର୍ସନାଲ ଲାଇଫରେ କଣ ହେଇଥିବ, ଆପଣଙ୍କ ସହ କିଏ କଲ୍ କରି ପ୍ରାଙ୍କ କରୁଥିବ, ସେ କଥା ମୁଁ ଜାଣିନି। ଏଇଟା ହଉଛି ଜିଓ ଅଫିସରୁ ମୁଁ ଫୋନ କରିଛି ଆପଣଙ୍କ ନମ୍ବର ଭେରିଫିକେସନ ପାଇଁ। ଆରେ ଆପଣ ଶୁଣ, ଲାଷ୍ଟ ଟାଇମ୍ ପାଇଁ ହ୍ୟାଲୋ। କୁହନ୍ତୁ, ମୁଁ କଲ୍ କାଟିବି। ଖାଲି କଥା ଉପରେ କଥା ଚଢିକି କହୁଛ, କଥାଟା ବୁଝି ପାରୁନ। ମୁଁ ଜାଣିଛି ତମେ ପୂଜା, ତମ ଭଏସ ପୁରା ସୁନ୍ଦର ଭଏସ, ମୁଁ କଣ ଚିହ୍ନି ପାରିବିନି? କି କଥା! ସାର୍ ହେଇଥାଇପାରେ ମୋ ଭଏସ ଭଳି ଆପଣଙ୍କର କିଏ ଚିହ୍ନା ଜଣେ ଥିବେ ମୋରି ଭଳି ଭଏସର, କିନ୍ତୁ ମୁଁ ସେ ନୁହେଁ। ଥିବେ କଣ ତମେ ପରା? ମତେ କହିଲ ତମେ ଏବେ କୋଉଠି ଅଛ? ଦେହ ହାତ ଭଲ ଅଛି? ଖାଇଲଣି? କହୁନ। ମୁଁ ଏବେ ଜିଓ ଅଫିସରେ ଅଛି। ତମେ ଜିଓରେ କଣ କାମ କରୁଛ? କାମ କରୁଛି ବୋଲି ତ ଆପଣଙ୍କୁ କଲ୍ କରିଛି। ମତେ ତମେ ଚିହ୍ନି ପାରୁନ ନାଇଁ, ଭୁଲିଗଲ ନାଇଁ? ଆପଣ କିଏ ମୁଁ ଜାଣିନି, ଆପଣ ମୋ ପାଇଁ ଜଣେ ନର୍ମାଲ କଷ୍ଟମର ବାସ୍। ତମେ ଭୁଲିଗଲ ମତେ ବା। ମୁଁ ତମ ସହିତ ଭାଇ ବୁଲାବୁଲି କରେ, ଆଇସ୍କ୍ରିମ ଖାଏ, ତମକୁ କୋଉଠି ନ କୋଉଠି ନ ବୁଲେଇଛି ମୁଁ ସବୁଆଡେ, ତମେ ମତେ ଭୁଲିଗଲ? ହେସ୍। ସାର୍ ପ୍ଲିଜ୍, ମତେ ଆପଣ ମୋ ତମେ କୁହ ପର୍ସନାଲ ସେ ଲାଇଫରେ ଶୁଣ, ମତେ ଇଣ୍ଟରଫେୟର କରନ୍ତୁନି ପ୍ଲିଜ୍। ମୋ କଥା କହୁଛି, ଯାହା କହୁଛି ଶୁଣ। ସେ ବାରମ୍ବାର ସେ ଗୋଟେ କଥାକୁ ନ କହିକି କିଛି କଥାଟାକୁ ଚେଞ୍ଜ କର। ବାରମ୍ବାର କହୁଛି, ମତେ ବିରକ୍ତି ଲାଗେ। ଗୋଟେ ମଜାମସ୍ତି ଗୋଟେ କଣ କହୁଛି ବୁଝିବା ପାଇଁ ଚେଷ୍ଟା କର। ମୁଁ ଜାଣିଛି ତମେ ପୂଜା ମୋ ସହିତ ଫ୍ରାଙ୍କ କରୁଛ, ନାଇଁ ମୁଁ ଜାଣିଛି ତମେ ମୋ ସହିତ ଏଇଟା ଫ୍ରାଙ୍କ କରୁଛ। ମୋର କାମ ନୁହେଁ ସାର୍, ଆପଣଙ୍କ ପର୍ସନାଲ ଲାଇଫରେ କଣ ଚାଲିଛି ସେସବୁ ବୁଝିବା ମୋର କାମ ନୁହଁ। ମୁଁ ବାସ୍ ଖାଲି ନମ୍ବର ପାଇଁ କଲ୍ କରିଥିଲି, ତ ସେଇଟା ଆପଣ କହିଲେ ମୁଁ ଭେରିଫାଇ କରିବି। ଆରେ ମୋ କଥାଟା ଟିକେ ବୁଝିବା ପାଇଁ ଚେଷ୍ଟା କର। ତମେ ମୋ ସହିତ ଫ୍ରାଙ୍କ କରୁଛ ମୁଁ ଜାଣିଛି। ତମେ ୟୁଟ୍ୟୁବରେ ଭିଡିଓ ବନଉଛ ନା? ତାହେଲେ ମୁଁ ଭିଡିଓ କୌଣସି ବନଉଛ, ଶୁଣ ବ୍ଲଗର ମୁଁ ନୁହେଁ। କହୁଛେ ଭିଡିଓ ବନଉଛ, କିଛି ନୂଆ କିଛି କହୁନୁ, ମୁଁ କିଛି ନୂଆ କହିବି।
ତମେ ସେ ଗୋଟେ କଥାକୁ ବାରମ୍ବାର କାହିଁ କହୁଛ ହାଲୋ ମୁଁ ସେଇ ପର୍ସନ? କିଛି ତ ନୂଆ କିଛି କଥା କହିବା ନା କଣ କହୁଛ ଭଲ? ଲାଷ୍ଟ ଟାଇମ ପାଇଁ କହୁଛି, ନମ୍ବର ଭେରିଫିକେସନ ପାଇଁ କଲ୍ କରିଥିଲି, ଆପଣ ମତେ ବିରକ୍ତ କରଉଛନ୍ତି। ମୁଁ କେତେବେଳେ କଲି ଯେ? ତମେ ତ ମତେ ମଜା ମଜା କଥା କହୁଛ, ମୁଁ ବି ମଜା ମଜା କଥା କହୁଛି। କିଏ କେତେବେଳେ ବୋରିଂ କଲା? ତମେ ତ ବୋରିଂ ସାର୍ ହେଇଛି ମୁଁ କଲ୍ ଟାକୁ ଶୁଣନ୍ତୁ, କାଟି ଦେଇଥାନ୍ତେ। ଆପଣଙ୍କ ଭଳି 100 200 କଷ୍ଟମର ଆମ ପାଖରେ ଅଛନ୍ତି। ଆପଣଙ୍କ କଲ୍ କାଟିଲେ ମୁଁ ଆଉ ଜଣଙ୍କ କ୍ଲାଏଣ୍ଟଙ୍କ ସହ କଥା ହେବି, ତ ଆପଣ ଜଲ୍ଦି ଆପଣଙ୍କ ମତାମତ କଣ ଅଛି ଦିଅନ୍ତୁ। ମତେ କୁହ ମୋର ତମ ଟାଇମ ଘର ୱେଷ୍ଟ ଶୁଣ, କରାନ୍ତୁନି। ତମ ଭାଇ କେମିତି ଶୁଣନ୍ତୁ, ଅଛନ୍ତି? ମୁଁ ଯଦି ଆପଣଙ୍କ ସହ 10 ଘଣ୍ଟା କାଳ କଥା ହେବି, ମୋର ଆଉ କେତେ ଜଣ କଷ୍ଟମର ଅଛନ୍ତି, ତାଙ୍କ କାମ ପୁଣି କେତେବେଳେ ସାରିବି? ଦେଖ ଫ୍ରାଙ୍କ କରୁଛ ମୁଁ ଜାଣିଛି, ଏତେ ବି ତମେ ଇଏ ହୁଅନି, ମୁଁ ବୁଝୁଛି ତମେ ଜାଣିଛେ। ଆଉ ତମ ୟୁଟ୍ୟୁବ ନାଁ ଟା କିସ କହିଲ ଟିକେ ଦେଖିଆ? ପୂଜା ତମ ସବସ୍କ୍ରାଇବ କେତେ କଣ ହେଲାଣି? ହେଲାଣି ନା? ହ୍ୟାଲୋ। ଆପଣ ଯୋଉ ପୂଜା କଥା ମୁଁ ହୁଏ ତ ହଁ ମୋ ନା ପୂଜା, ବଟ ଆପଣ ଯୋଉ ପୂଜା କଥା କହୁଛନ୍ତି ମୁଁ ସେଇ ପୂଜା ନୁହଁ। ଆରେ ମୁଁ ଜାଣିଛି ତମେ ସେଇ, କାହିଁକି ମୋ ସହିତ ମଜା କରୁଛ? ତମ ପାଖରେ କିଏ ଅଛି? ତମ ଆପଣଙ୍କ ସାଙ୍ଗମାନେ ପାଷ୍ଟ ଅଛନ୍ତି ତ? ଲାଇଫରେ କିଏ ପୂଜା ଥିଲା, କଣ ଥିଲା, ସେ ସବୁ ମୁଁ ଜାଣିନି। ବଟ ଆପଣ କୁହନ୍ତୁନି ମତେ ସେ ସବୁ କଥା। ମୁଁ ଯୋଉଥିପାଇଁ କଲ୍ କରିଛି ସେତିକି ଆନ୍ସର ଦେଇକି ଆପଣ ଯାଆନ୍ତୁ ଆପଣଙ୍କର କଣ କାମ କରି। ଆରେ ତମ ମତେ ପାଖରେ ସେ ଡିଷ୍ଟର୍ବ ଖୁସି ଅଛି କରନ୍ତୁନି। ନା? ସେ ଖୁସି ଅଛି ନା? ହ୍ୟାଲୋ। ହ୍ୟାଲୋ। ଶୁଭୁଛି? ହ୍ୟାଲୋ। ସାର୍ ଦୟାକରି ଇରିଟେଟ କରାନ୍ତୁନି। ଯାହା କହିବାର ଅଛି ଜଲ୍ଦି କୁହନ୍ତୁ। ଖାଇସାରିଲଣି? କହୁନ କଣ ଖାଇଥିଲ ଆଜି? ଦେହ ହାତ ଭଲ ଅଛି? କହୁନ। ଶୁଣନ୍ତୁ ସାର୍, ଏ କଣ ମ ଆପଣ ଯେମିତି କଥା ହଉଛନ୍ତି ମତେ ଲାଗୁଛି ଆପଣ ମତେ ଆଜ୍ଞା ଇନଡାଇରେକ୍ଟଲି ପଟେଇବା ପାଇଁ ଚାହୁଁଛନ୍ତି। ଆପଣ ଅଲରେଡି ମୋର ଜଣେ ବୟଫ୍ରେଣ୍ଡ ଅଛନ୍ତି। ଆଚ୍ଛା ଆଚ୍ଛା ଅଲରେଡି ମୁଁ ସେଟ୍। ଏବେ ଆଚ୍ଛା ଆପଣଙ୍କୁ କ୍ଲିୟର ହେଇଗଲା? ଆପଣ ଆପଣଙ୍କର ଭେରିଫିକେସନ କରିବେ ନା ନାଇଁ ମତେ କୁହନ୍ତୁ? କୋଉ ଭେରିଫିକେସନ? କଲ୍ ଆରମ୍ଭରୁ ଶେଷ ହବ ବସିଲାଣି ପଛେ ଆପଣଙ୍କୁ କହୁଛି, ଆପଣଙ୍କୁ ସେ ସବୁ କଥା ଶୁଣା ଯାଉନଥିଲା ବୋଧେ? କୋଉ କଥା କୋଉ କଲ୍? ଆପଣ କିଏ? ଆଁ? ମୁଁ ପୂଜା ଜାଣିନି କହୁଛି ଆରେ ଜିଓ ଦେଖ ଅଫିସରୁ। ମୁଁ ଆପଣଙ୍କ ଶୁଣ ନମ୍ବର ହାଲୋ। ଆଜି ଫ୍ରାଙ୍କ ଭିଡିଓ ଟା ଭଲ ଲାଗିଲା ନା? ମୁଁ ଏପଟେ ସେପଟେ କହୁଛି। ତମେ ହେଲା ଭିଡିଓ ହେଲା ଏବେ କାଟିବା ନା କଣ କହୁଛ? ପୂଜା ବଢିଆ ହେଇଛି, ଆକ୍ଟିଂ କରୁଛ ମ। ମତେ ଭୁଲିଗଲ ନା? ଏମିତି ହଠାତ୍ କିନା ଫୋନ କରିକି ତମେ ଏମିତି ଫ୍ରାଙ୍କ କରୁଛ, ମୁଁ ଡରେଇ ଦଉଛ ମ। ମୁଁ ଆପଣଙ୍କୁ କେତେ ଥର କହିବି ମୁଁ ଜିଓ ଅଫିସରୁ ଫୋନ କରିଛି ବୋଲି? ସତ କହୁଛି ଜିଓ ଅଫିସରୁ? ହଁ। ତମ ଭୁଲ ହେଇଗଲା ଆଜ୍ଞା। ହଉ ରଖିଦିଅନ୍ତୁ। ମୁଁ ଖୁସି, ମୁଁ ପୂଜା ସହିତ କଥା ହଉଥିଲି, ତା ସହିତ ଖୁସି ବି ଥିଲା, ଆଉ ସିଏ ମଜାମସ୍ତି କରିଥାନ୍ତା। ତମେ ତ ଜମା ଅଳିଆ ଗୁଡା ବା ଭଲ ଆପଣ ତମେ ରଖ। ଟ୍ୟାଲେଣ୍ଟେଡ। ହାଁ ଆପଣଙ୍କ ଭଳି ଟ୍ୟାଲେଣ୍ଟେଡ ଲୋକ ଦେଖିବାକୁ ପାଇବେନି। ଦିଟା ଗାର୍ଲଫ୍ରେଣ୍ଡ ଧରିକି ଭଲ। ଯଦି ଆପଣଙ୍କର ଦିଟା ଗାର୍ଲଫ୍ରେଣ୍ଡ ରଖିପାରୁଛନ୍ତି, ମୋବାଇଲ ରିଚାର୍ଜ କାଇଁ କରୁନାହାନ୍ତି? ମୁଁ ରଖିଲି, ଆପଣ କେମିତି ଜାଣିଲେ? ଆପଣ କହିଲେ। ମୁଁ କେତେବେଳେ କହିଲି ଯେ? ଆପଣ ଏବେ କହିଲେ ରିସେଣ୍ଟଲି ଖୁସି ଆଉ ପୂଜା 2 ଜଣଙ୍କ ନାଁ କହୁଥିଲେ। ତୁ ଟିକେ ପାଗଳ ଅଛୁ କି ଦି ଦିଟା ପାଗଳ? ଦି ଦିଟା ନମ୍ବର ରଖିଛନ୍ତି। ଏ ତମେ ରଖ ମ।